ଆଜିର ସାନ୍ଧ୍ୟ ସତ୍ସଙ୍ଗରେ ଉପସ୍ଥିତ ପୂଜ୍ୟ ପରିଚାଳକ ମଣ୍ଡଳୀ, ପୂଜ୍ୟ ମଣ୍ଡଳୀ, ପୂଜ୍ୟ କର୍ମୀ ମଣ୍ଡଳୀ, ଗୁରୁଭ୍ରାତା, ଗୁରୁମା, ଭାଇ ଭଉଣୀମାନେ, ଅନୁକୂଳ ପିଲାମାନେ ସମସ୍ତଙ୍କୁ ମୋ ଯଥାସ୍ଥାନରେ ପ୍ରଣାମ, ଜୟ ଗୁରୁ। ଆଜିର ସତ୍ସଙ୍ଗର ଉଦ୍ଦେଶ୍ୟ କରି ଆପଣମାନେ ସମସ୍ତେ ଅବଗତ। ମୋ ପୂର୍ବରୁ ଦାଦା ସେ କଥା ରଖିଥିଲେ, ଜୟଦେବ ମ୍ୟାଟ୍ରିକୁଲେସନ୍ 10ରେ 87% ରଖିଛି, ସେଥିପାଇଁ ତା ମା ଖୁସିରେ ଠାକୁରଜୀଙ୍କ ପାଖରେ ସତ୍ସଙ୍ଗ କରିଛନ୍ତି। ତ ସର୍ବପ୍ରଥମେ ଜୟଦେବ ଯେମିତି ଠାକୁରଜୀଙ୍କର ମନ ଲାଗି ଗୋଟେ ମଣିଷ ହେବେ, ଯାହା ମୋ ପୂର୍ବରୁ ଦାଦା ରଖୁଥିଲେ, ତାହା ପ୍ରାର୍ଥନା ରଖି ଠାକୁରଜୀଙ୍କ କୃପା ତା ଉପରେ ଆସୁ, ଠାକୁରଜୀଙ୍କର ଆଶୀର୍ବାଦ ତା ଉପରେ ଆସୁ, ତାହା ପ୍ରାର୍ଥନା ରଖେ। ଆଚାର୍ଯ୍ୟ କୁହନ୍ତି କୃପା ମାନେ କରିକି ପାଇବେ, ତାମାନେ ଯେ କରେ ସେ ପାଏ। ଯଦି ଆଜି ଜୟଦେବ ପାଠ ସେଭଳି ଭାବରେ ପଢ଼ିନଥାନ୍ତା, ହୁଏତ ତାର 87% ରହିନଥାନ୍ତା। ତାମାନେ ଠାକୁରଜୀଙ୍କ ଦୟାରୁ ସେ ପାଇବେ, ସେ କରିଲା ବୋଲି ପାଇଲା। ପୁଣି ଯେତେବେଳେ ଆଶୀର୍ବାଦର କଥା ଆସେ, ଆଚାର୍ଯ୍ୟ ବୁଝେଇ କହୁଛନ୍ତି ଆଶୀର୍ବାଦଟି ଆସିଛି ଅନୁଶାସନ ବାଦ। ତାମାନେ ଯିଏ ଯାହାଙ୍କର ଅନୁଶାସନ ମାନେ ସେ ଆଶୀର୍ବାଦର ପାତ୍ର ହୁଏ। ଅନୁଶାସନ ବାଦକୁ ପୁଣି ଠାକୁରଜୀ ବୁଝେଇକି କହୁଛନ୍ତି ଇଂଲିଶରେ କମାଣ୍ଡମେଣ୍ଟ। ଯାହାଙ୍କର କମାଣ୍ଡ ଯିଏ ମାନେ ସେ ଆଶୀର୍ବାଦର ପାତ୍ର ହୁଏ। ପିତାମାତାଙ୍କ ପ୍ରତି ଆମେ ଅତ୍ୟାଚାର କଲେ ମଧ୍ୟ ସେ କ'ଣ ଆମକୁ ଅଭିଶାପ ଦିଅନ୍ତି? କେବେ ବି ଅଭିଶାପ ଦିଅନ୍ତିନି, କିନ୍ତୁ ପରମ ପିତା ସେଟାକୁ ଦିଅନ୍ତି। ତା ଅର୍ଥାତ୍ ଆମେ ଯଦି ତାଙ୍କର ଅନୁଶାସନ ବାଦର ଅନୁଶାସିତ ହେଉନାହୁଁ, ତାଙ୍କ କମାଣ୍ଡ ଗୁଡ଼ିକୁ ମାନୁନାହୁଁ, ତାହେଲେ ଆମେ ଆଶୀର୍ବାଦର ପାତ୍ର ହେଇପାରିବୁ ନାହିଁ। ମୋ ପୂର୍ବରୁ ଦାଦା ଅନେକ ଦିଗ ଦେଇ କହୁଥିଲେ ଭଲ ମଣିଷର କଥା, ପାଠ ପଢ଼ାର କଥା, ଲେଖାପଢ଼ାରେ ଦକ୍ଷ ହେଲେ ଶିକ୍ଷକତାକୁ କହିଲା ସେ ବିଷୟରେ। ମୁଁ ସେ ଟପିକ୍ ଟଚ୍ କରିବା ପାଇଁ ଯାଉନାହିଁ। ମୁଁ ଠାକୁରଜୀଙ୍କ କଥା ଦୁଇ ପଦ କହିକି ରଖିବି। ଯେମିତି ଠାକୁରଜୀ କୁହନ୍ତି ଯେ ଜୀବନର ଉଦ୍ଦେଶ୍ୟ, ଆମେମାନେ ସମସ୍ତେ ପର୍ପୋଜ ଅଫ୍ ଲାଇଫ୍ ବିଷୟରେ ନିଜକୁ ନିଜ କୋଶ୍ଚିନ୍ ପଚାରେ, କିନ୍ତୁ ଠିକ୍ ଉତ୍ତର ଆମେ କ'ଣ ପାଉ? କାରଣ ଠାକୁରଜୀ କୁହନ୍ତି ବାସ୍ତବରେ ଯେଉଁଟା ଆନନ୍ଦ ସେଇଟା ସମସ୍ତଙ୍କ ପାଇଁ ଆନନ୍ଦ। ବାସ୍ତବରେ ଯଦି ପର୍ପୋଜ ଅଫ୍ ଲାଇଫ୍ ଗୋଟେ କିଛି ଥାନ୍ତା, ତାହେଲେ ସମସ୍ତଙ୍କ ପାଇଁ ପର୍ପୋଜ ଅଫ୍ ଲାଇଫ୍ ଗୋଟେ ଥାନ୍ତା। ମୁଁ ମୋ ସାଙ୍ଗମାନଙ୍କୁ ଯେତେବେଳେ ପଚାରେ ତୁମ ଜୀବନର ଉଦ୍ଦେଶ୍ୟ କ'ଣ, ସେମାନେ ବିଭିନ୍ନ ପ୍ରଫେସନରେ ଡିଭାଇଡ୍ ହେଇଯାଆନ୍ତି। କିଏ କହେ ଡକ୍ଟର ହେବି, କିଏ କହେ ଇଞ୍ଜିନିୟର ହେବି, ଏବଂ ପ୍ରଫେସନ ୱାଇଜ୍ ସେମାନେ ନିଜକୁ ଡିଭାଇଡ୍ କରି ଚାଲନ୍ତି। ଏବଂ ଯଦି ପଚାରେ ଏଇଟା ସରିଲା ପରେ, ତାପରେ ମୋତେ ଏଇଟା ହିଁ ତ ଜୀବନ। ତେଣୁ ସେମାନେ ଜୀବନଟାକୁ ଏଇଟା ହିଁ ଶେଷ କରିଦେଇଛନ୍ତି ଏବଂ ଠାକୁରଜୀ ଜୀବନଟାକୁ ସେଇଠୁ ଆରମ୍ଭ କରୁଛନ୍ତି। ତେଣୁ ଠାକୁରଜୀ କୁହନ୍ତି ଏ ଜୀବନଟା ଜନ୍ମ ପୂର୍ବରୁ ମଧ୍ୟ ଥିଲା ଏବଂ ମୃତ୍ୟୁବରଣ କଲା ପରେ ମଧ୍ୟ ଥାଏ। ସେଥିପାଇଁ ତ ଆମେ ପ୍ରାର୍ଥନାରେ ବୋଲୁ ଏସା ନାମ ଅପାର କୋଇ ଭେଦ ନ ଜାନାଇ, ଯୋ ଜାନେ ସୋ ପାର, ପୁନର୍ବାର ଏ ଜଗତରେ ସେ ଜନ୍ମ ହୁଏ ନା। ତାହେଲେ ଆମେ ସମସ୍ତେ ଯଦି ପୁନର୍ବାର ଏ ଜଗତରେ ଜନ୍ମ ହୋଇଛୁ, ତା ମାନେ ସେ ନାମକୁ ଆମେ ଭେଦ କରିପାରିନୁ। ଭେଦ କରିପାରିନୁ ବୋଲି କର୍ମଫଳକୁ ନେଇକି ସଂକ୍ଷିପ୍ତ କ୍ରିୟମାନ କର୍ମଫଳକୁ ନେଇକି ପୁଣି ମୁଁ କର୍ମଫଳରେ ପଡ଼ିଛି। ଏ ପ୍ରଶ୍ନ ଦିନେ ସେଦିନ ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ବି ପଚାରିଥିଲେ। ଯଦି ସମସ୍ତଙ୍କ ଜୀବନ ଯାଇକି ଶେଷରେ ଡେଥରେ ସରେ, ତାହେଲେ ଏତେ ଭଲ କର୍ମ କରିବାର କ'ଣ ଆବଶ୍ୟକତା ଅଛି? ମୁଁ ଦେଖୁଛି ବହୁତ ଲୋକ ବହୁତ ଖରାପ କର୍ମ କରିକି ଆନନ୍ଦରେ ବଞ୍ଚୁଛନ୍ତି ଏବଂ ଯିଏ ଅଧିକା ପ୍ରଭୁଙ୍କୁ ଜପୁଛି, ଭଜନ କରୁଛି, ସଂକୀର୍ତ୍ତନ କରୁଛି, ସ୍ୱପ୍ନ ମନନ କରୁଛି, ତା ଜୀବନ ହିଁ ଅଧିକା ଦୁଃଖ। ତେଣୁ କୃଷ୍ଣ ବୁଝିକି କହୁଛନ୍ତି ଦେଖିବ ଯିଏ ବହୁତ ଜୀବନରେ ଦୁଃଖ ତାର ନାହିଁ, ସେ ବହୁତ କର୍ମ ଭିତରେ ଯଦି ଖୁସି ପାଉଛି ବା କର୍ମ ନକରି ମଧ୍ୟ ବହୁତ ସଫଳତା ତା ଜୀବନରେ ବହୁତ ସକ୍ସେସ୍, ଜାଣିବାକୁ ହେବ ତାର ଯେଉଁ ପ୍ରାରବ୍ଧ କର୍ମ ଥିଲା ତାହା ସେ ସାରି ସାରି ଯାଉଛି। ଆଉ ଯେ ଇଷ୍ଟକୁ ଜୀବନରେ ଗ୍ରହଣ କରି ବହୁତ କର୍ମ କରିଲା ପରେ ମଧ୍ୟ ଫଳ ପାଉନାହିଁ, ବୁଝିବାକୁ ହେବ ଅନେକ ଜନ୍ମର ଯେଉଁ ଖରାପ କର୍ମ ଗୁଡ଼ିକ ଥିଲା ଏ ଜନ୍ମରେ ଇଷ୍ଟକୁ ଜୀବନରେ ପାଇ ତାହା ଖଣ୍ଡିତ ହେବାରେ ଲାଗିଛି। ସେଥିପାଇଁ ଶ୍ରୀକୃଷ୍ଣ ସେଦିନ ଅର୍ଜୁନକୁ ବୁଝିକି କହିଥିଲେ ଯେଉଁମାନେ ଇଷ୍ଟକୁ ଧରି ଜୀବନରେ ଚାଲନ୍ତି ସେମାନେ ଗୋଟେ ଜିନିଷର ରକ୍ଷା ପାଆନ୍ତି, ତାହା ହେଉଛି ଜନ୍ମ ମୃତ୍ୟୁର ଚକ୍ର। ସେଥିପାଇଁ ଆମେମାନେ ପ୍ରାର୍ଥନାରେ ସବୁ ଗୋଟେ ଗୋଟେ ସେଣ୍ଟେନ୍ସ କରୁ, କିନ୍ତୁ ଗୋଟେ ସେଣ୍ଟେନ୍ସକୁ ପ୍ରେସର ଦେଇକି ଦୁଇଟା ସ୍କେଲ୍ ଉପରେ ଦୁଇଥର ବୋଲୁ। ତାହା ହେଉଛି ଦୟା କର मेरे साया देव प्रेम की दात, ये दुଃख सुख कुछ व्यापे नहीं छूटे सबुज पार। ତାମାନେ ଦୁଃଖ ତ ମୋତେ ବ୍ୟାପିବ ନାହିଁ, ତା ସହିତ ସୁଖ ବି ମୋର ଦରକାର ନାହିଁ। ଦୁଃଖ ସୁଖ କୁछ ବ୍ୟାପେ ନେଇ ଛୁଟେ ସବୁ ଉତ୍ପାଦ, ମୋ ଜୀବନର ସବୁକିଛି ଉତ୍ପାଦ ଛୁଟି ଯାଉ। କେଉଁ ପ୍ରକାର ଉତ୍ପାଦ? ସେ ସମସ୍ତ ପ୍ରକାର ଉତ୍ପାଦ ଯାହା ମୋତେ ମୋ ଜୀବନରେ ସତ୍ୟଠାରୁ ଦୂରେଇ ଦେଉଛି। ସେଥିପାଇଁ ତ ସତ୍ସଙ୍ଗ। ଦାଦା ପୂର୍ବରୁ ସେ ଭଲ ମଣିଷ ସେ କଥା କହୁଥିଲେ। ଆପଣମାନେ ସମସ୍ତେ ମ୍ୟାଗ୍ନେଟକୁ ଦେଖିଛନ୍ତି? ମ୍ୟାଗ୍ନେଟକୁ ଯଦି ଗୋଟେ ଲୁହା ଆଣି ଟିକେ ଘଷିବା, ତା ଭିତରେ ଟିକେ ମ୍ୟାଗ୍ନେଟିକ୍ ପାର୍ଟିକଲ ଲୁହା ଉପରକୁ ଆସିଥାଏ। ତେଣୁ କିଛି ସମୟ ପର୍ଯ୍ୟନ୍ତ ସେ ଲୁହାଟା ମ୍ୟାଗ୍ନେଟ ଭଳିଆ କାମ କରେ, କିନ୍ତୁ ଟେମ୍ପୋରାରିଲି ପରମାନେଣ୍ଟଲି ସେ ମ୍ୟାଗ୍ନେଟ ହେଇପାରେ ନା। ଠାକୁରଜୀଙ୍କ ପାଖରେ ଜଣେ ଭକ୍ତ ଠାକୁରଜୀଙ୍କ ପାଖରେ ରହୁଥିଲେ। ଠାକୁରଜୀଙ୍କ ପାଖରେ ଠିଆ ହେଇକି ମନେ ମନେ ଭାବୁଛନ୍ତି ଏ ଜୀବନରେ ମୁଁ ଠାକୁରଜୀ ବି ପାଇଛି,
ଆଉ କେତେ ପୁଣ୍ୟ କରିଥିଲି ଯେ ଜନ୍ମ ଠାକୁରଜୀଙ୍କୁ ଦର୍ଶନ କରିବାର ସୌଭାଗ୍ୟ ମିଳିଛି। ହୁଏତ ପରବର୍ତ୍ତୀ ଜନ୍ମରେ ପୁଣି ଠାକୁରଜୀଙ୍କ ପାଖରେ ରହିବି, ନଥିବା ଯଦି ଏ ଜନ୍ମରେ ଏତେ ଭଲ କର୍ମ କରିବି ତାହେଲେ ମୁଁ କାଠ ହୁଏ ତ। ଦାଦା କୀର୍ତ୍ତନ କରୁଥିଲେ, ପ୍ରଭୁ ଆଜି ତୁମ ଆଲୋକରେ ମୁଁ ଆଲୋକିତ। ତେଣୁ ବାସ୍ତବରେ ମୋ ମନରେ ଗୋଟେ ପ୍ରଶ୍ନ ଆସେ, ତାଙ୍କ ଆଲୋକରେ ମୁଁ ଆଲୋକିତ? ଯଦି ତାଙ୍କ ଆଲୋକରେ ମୁଁ ଆଲୋକିତ ହୋଇଥାନ୍ତି ତାହେଲେ ତାଙ୍କ ମନ ଲାଖି ଜଣେ ସତ୍ସଙ୍ଗୀ କ'ଣ ହେଇପାରିନଥାନ୍ତି? ଯାହା ଆଚାର୍ଯ୍ୟ ବୁଝାନ୍ତି, ବାସ୍ତବରେ ସତ୍ସଙ୍ଗୀ କିଏ ନା ଯେ ସତ୍ୟଙ୍କ ସହିତ ସଙ୍ଗତି ନେଇକି ଚାଲେ। ଆଚାର୍ଯ୍ୟ ଦେବ କି ତାଙ୍କ ଟୁର୍ ଭିତରେ କହୁଥିଲେ, ଆପଣମାନେ ସମସ୍ତେ ଶୁଣିଛନ୍ତି, ଯେ ଯଦି ମତେ କିଏ କହିବ ତ ଠାକୁରଜୀ କେମିତି ଦେଖା, ତାହେଲେ ମୁଁ ମୋର ପୋଷାକ ଧଳା ପିନ୍ଧିକି ଦେଖେଇବିନି, ମୁଁ ଜୟଗୁରୁ ଧ୍ୱନି ତାକୁ ବତେଇକି ଦେଖେଇବିନି,